ଏକ ନଗରରେ ଜଣେ ମହାଜନ ରହୁଥିଲେ। ତାଙ୍କ ଘର ପାଖରେ ରାମୁ ନାମରେ ଜଣେ ବ୍ୟକ୍ତି ରହୁଥିଲା। ସେ ବହୁତ ଗରିବ ଥିଲା। ମହାଜନ ସବୁବେଳେ ନିଜ ଧନକୁ ବଢ଼ାଇବାରେ ଲାଗିଥିଲେ, କିନ୍ତୁ ରାମୁ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ କାଟୁଥିଲା। ରାମୁର ଗୋଟେ ଝିଅ ଥିଲା, ତା ନାଁ ରୁକ୍ମଣୀ। ଯେତେବେଳେ ତାକୁ 18 ବର୍ଷ ହୋଇଗଲା, ରାମୁକୁ ଜଣେ ପଣ୍ଡିତ କହିଲା, ଏ ବର୍ଷ ତୋ ଝିଅର ଯଦି ବିବାହ ନ କରିବୁ ତାର ମୃତ୍ୟୁ ହୋଇଯିବ। ରାମୁ ପାଖରେ ତ ଝିଅର ବିବାହ କରିବାକୁ ଧନ ନଥିଲା। ସେ କରଜ ଆଣିବା ପାଇଁ ମହାଜନଙ୍କ ପାଖକୁ ଗଲା, କିନ୍ତୁ ମହାଜନ ତାକୁ କରଜ ନ ଦେଇ ଖାଲି ହାତରେ ଫେରାଇ ଦେଲେ। ସେଦିନ ରାତିରେ ଗୋଟେ ଚୋର ଚୋରି କରିବା ପାଇଁ ମହାଜନଙ୍କ ପାଚିରି ଡେଇଁ ତାଙ୍କ ଘର ଭିତରକୁ ପଶିଗଲା। ଝରକା ପାଖକୁ ଯାଇ ଦେଖିଲା, ମହାଜନ ଓ ତାଙ୍କ ସ୍ତ୍ରୀ ପଲଙ୍କ ଉପରେ ବସି କଥା ହେଉଥିଲେ। ମହାଜନ କହୁଥିଲେ, ରାମୁ ତା ଝିଅ ବାହାଘର ପାଇଁ ମୋ ପାଖରୁ ଆଜି କରଜ ନେବାକୁ ଆସିଥିଲା, ହେଲେ ମୁଁ ତାକୁ ମନା କରିଦେଲି। ଭାବୁଛି ଲୋକଟାକୁ ସାହାଯ୍ୟ କରିଥିଲେ ଭଲ ହେଇଥାନ୍ତା। ଏପଟେ ଚୋର ଝରକା ପାଖରେ ଥାଇ ଭାବୁଥିଲା, ଏ ମହାଜନଟା ଭଲ ଲୋକ ହୋଇଥିବ, ତା ମନରେ ଗରିବ ମାନଙ୍କ ପ୍ରତି ଦୟାଭାବ ଅଛି। ଯେତେବେଳେ ସମସ୍ତେ ଶୋଇପଡ଼ିଲେ, ଚୋର ତାଙ୍କ ଭଣ୍ଡାର ଘରକୁ ଯାଇ ଧନରତ୍ନ ଚୋରି କରିବା ପରେ ଘରକୁ ଯିବାକୁ ବାହାରିଲା। କିଛି ବାଟ ଯିବା ପରେ ସେ ରାମୁ ଘର ପାଖରେ ଆସି ପହଞ୍ଚିଲା। ହଠାତ୍ ତାର ମନେ ପଡ଼ିଲା, ଆଜି ସକାଳେ ତା ସ୍ତ୍ରୀ କହିଥିଲା ଆସିଲା ବେଳେ କିଛି ବାସନ ଚୋରି କରି ଆଣିବ। ଏବେ ଚୋର ମହାଜନଙ୍କ ଘରକୁ ଯାଇ ଆଉ ଥରେ ଚୋରି କରିବାକୁ ସାହସ କଲାନି। ସେ ରାମୁ ଘରୁ ବାସନ ଚୋରି କରିବାକୁ ସ୍ଥିର କଲା। ଯେତେବେଳେ ସେ ରାମୁର ଝରକା ପାଖକୁ ଗଲା, ଦେଖିଲା ରାମୁ ମନ ଦୁଃଖରେ ତା ସ୍ତ୍ରୀକୁ କହୁଛି, ମତେ ଜଣେ ପଣ୍ଡିତ କହିଛନ୍ତି ଏ ବର୍ଷ ଆମ ରୁକ୍ମଣୀର ଯଦି ବିବାହ ନ କରିବା ତାର ମୃତ୍ୟୁ ହୋଇଯିବ। ଅଳ୍ପ ଦିନ ତଳେ ଏକ ବିଷାକ୍ତ ସାପ କାମୁଡ଼ାରେ ଚୋରର ପୁଅ ମରିଯାଇଥିଲା। ତେଣୁ ସନ୍ତାନ ହରାଇବାର ଦୁଃଖ ତା ମନକୁ ବାରମ୍ବାର ଆସୁଥିଲା। ସେ ରାମୁକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଚୋରି କରି ଆଣିଥିବା ଧନକୁ ସେଠାରେ ରଖିଦେଲା। ଏକ ଅଙ୍ଗାର ସାହାଯ୍ୟରେ କାନ୍ଥରେ ଲେଖିଦେଲା, ମହାଜନଙ୍କ ତରଫରୁ ରୁକ୍ମଣୀର ବିବାହ ପାଇଁ ଉପହାର, ଏକ ଚୋର। ସକାଳ ହେଲା। ରାମୁ ବାହାରକୁ ଆସି ଶୁଣିଲା, ମହାଜନଙ୍କ ଘରୁ ଚୋରି ହୋଇଯାଇଛି। ଯେତେବେଳେ ସେ ରୋଷେଇ ଘରକୁ ଗଲା, ଦେଖିଲା ଚୋରି ହୋଇଥିବା ଧନ ସେଠାରେ ରଖାଯାଇଛି। ରାମୁ ଭାବିଲା, ମୁଁ ଯଦି ଏସବୁ ଧନ ରଖିଦେବି ମୋ ଝିଅ ବାହାଘରଟା ସୁରୁଖୁରୁରେ ହୋଇଯିବ, କିନ୍ତୁ ପଛରେ ଯଦି ଧରା ପଡ଼ିବି ସମସ୍ତେ ମତେ ଚୋର ବୋଲି କହିବେ। ସେ ସ୍ଥିର କଲା, ମହାଜନକୁ ଯାଇ ସବୁ କଥା କହିଦେବି। ଏହାପରେ ରାମୁ ମହାଜନକୁ ଘରକୁ ଡାକି ଆଣିଲା। ତା ରୋଷେଇ ଘରେ ଚୋର ଲେଖି ଯାଇଥିବା ଲେଖାକୁ ପଢ଼ାଇଲା। ମହାଜନ ଭାବିଲେ, ଗୋଟେ ଚୋର ଯଦି ତା ଚୋରି ଧନକୁ ୟା ଝିଅ ବାହାଘର ପାଇଁ ଦେଇପାରୁଛି, ମତେ ବି ୟା ଝିଅ ବାହାଘର ପାଇଁ କିଛି ଧନ ସାହାଯ୍ୟ କରିବା ଦରକାର। ଏବେ ମହାଜନ ତାଙ୍କ ଚୋରି ହୋଇଥିବା ଧନରୁ ରାମୁକୁ ଅଧା ଦେଇଦେଲେ। କହିଲେ, ନେ ତୋ ଝିଅ ବାହାଘର ଧୁମଧାମରେ କରିବୁ, ମୋ ତରଫରୁ ଏତକ ଉପହାର ବୋଲି ଭାବିବୁ। ମହାଜନଙ୍କ ପରିବର୍ତ୍ତନ ଦେଖି ରାମୁ ଆଖିରେ ଲୁହ ଆସିଗଲା। ସେ କହିଲା, ହଜୁର ଆପଣ ବହୁ ଦୟାଳୁ, ମୋ ଝିଅକୁ ମରଣ ମୁହଁରୁ ଫେରାଇ ଆଣିଲେ। ମହାଜନ କହିଲେ, ମତେ ଦୟାଳୁ କହିବା ଦରକାର ନାହିଁ, ଯାହା କହିବୁ ସେ ଚୋରକୁ କହ, ଯିଏ ବିନା ସ୍ୱାର୍ଥରେ ତୋ ଝିଅ ବାହାଘର ପାଇଁ ଏତେ ଟଙ୍କା ରଖିଦେଇ ଯାଇଛି। ତା ଉଦାରତାକୁ ମୁଁ ପ୍ରଣାମ କରୁଛି।